थ्री टू द पावर 4 समान 3 इंटू 3 इंटू 3 इंटू 3 समान 81। सेहीपरि -2 टू द पावर 3 समान -2 इंटू -2 इंटू -2 समान -8। सेहीपरि -2 टू द पावर 4 समान -2 इंटू -2 इंटू -2 इंटू -2 समान 16। एबे 10 टू द पावर 5 समान 1 लक्ष। 10 टू द पावर 6 समान 10 लक्ष। एठारे लक्ष्य कर जे कौनसी ऋणात्मक आधार विशिष्ट घात राशिर घात अजुग्म संख्या थिले तार मूल्य ऋणात्मक हुए एवं कौनसी ऋणात्मक आधार विशिष्ट घात राशिर घात जुग्म संख्या थिले तार मूल्य धनात्मक हुए। जेपरि -2 टू द पावर 3 समान -8 और -2 टू द पावर 4 समान 16 एवं 10 ର ଯେତେ ଘାତ ଥିବ 1 ରେ ସେତେଟି ଶୂନ ବସିବ। ଯେପରି 10 ର 5 ଘାତ ସମାନ 1 ରେ 5ଟି ଶୂନ। ଏ ବ୍ୟାସ 512 କୁ 8 ଆଧାର ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା। 512 କୁ 8 ଆଧାର ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା ସମୟରେ ଆଧାର ନିର୍ଦ୍ଦିଷ୍ଟ ହେଲା। ତେଣୁ ଆଧାର ନିର୍ଦ୍ଦିଷ୍ଟ ଥିଲେ ସଂଖ୍ୟାକୁ ସେହି ଆଧାର ଦ୍ୱାରା କ୍ରମାନୁସାରେ ଭାଗ କରାଯାଏ। ଦେଖ ଏଠାରେ 512 କୁ ପ୍ରଥମେ 8 ଦ୍ୱାରା ଭାଗ କରାଗଲା ଏବଂ ଭାଗଫଳ 64 ମିଳିଲା। ପୁନଶ୍ଚ ସେହି 64କୁ ସେହି 8 ଦ୍ୱାରା ପୁନର୍ବାର ଭାଗ କଲେ ଭାଗଫଳ 8 ମିଳିଲା। ତେବେ 512 ସମାନ 8 ଗୁଣନ 8 ଗୁଣନ 8 ସମାନ 8ର ଘନ। 512 ସମାନ 8ର ଘନ। 8ର ଘନ ଏକ ଘାତ ରାଶି ଯାହାର ଆଧାର 8। ଏ ବ୍ୟାସ 256 କୁ 4 ଘାତାଙ୍କ ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା। 256 କୁ 4 ଘାତାଙ୍କ ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବାକୁ ହେଲେ ଏଠାରେ ଘାତ ନିର୍ଦ୍ଦିଷ୍ଟ ଅଛି। ତେଣୁ ଘାତ ନିର୍ଦ୍ଦିଷ୍ଟ ଥିଲେ ସଂଖ୍ୟାର ମୌଳିକ ଗୁଣନୀୟକ ନିର୍ଣ୍ଣୟ କରିବାକୁ ହେବ। 256 କୁ 2 ରେ ଭାଗ କଲେ ଆମେ ପାଇବା 2 କେ 2, 5 ପାଇଁ ପଡ଼ିବ 2 ଦୁନେ 4, 5 4 ଗଲେ 1, ତାପରେ 1 ରେ 6 16, 2 ଅଷ୍ଟା 16, ତାପରେ 128 କୁ 2 ରେ ଭାଗ କଲେ 212, 208, ତାପରେ 64 କୁ 2 ରେ ଭାଗ କଲେ 2 3 6, 2 3 4, ତାପରେ 32 କୁ 2 ରେ ଭାଗ କଲେ ଆମେ ପାଇବା 3 ପାଇଁ 2 କେ 2, 3 ରୁ 2 ଗଲେ ଆଉ ରହିଲା 1, 212, 16 କୁ 2 ରେ ଭାଗ କଲେ ଆମେ ପାଇବା 2 ଅଷ୍ଟା 16, 8 କୁ 2 ରେ ଭାଗ କଲେ ଆମେ ପାଇବା 2 4 8, ତାପରେ ଶେଷରେ 4 କୁ 2 ରେ ଭାଗ କଲେ ଆମେ ପାଇବା 2 3 4। ତେବେ 256ର ମୌଳିକ ଗୁଣନୀୟକ ନିର୍ଣ୍ଣୟ ହୋଇଗଲା।
56ର ମୌଳିକ ଗୁଣନୀୟକ ଗୁଡ଼ିକ ହେଲା 2 ଗୁଣନ 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 2। ଏହିପରି 8ଟି 2ର ଗୁଣଫଳ ଆମେ ପାଇଲେ। ଏହି ଗୁଣନୀୟକ ଗୁଡ଼ିକୁ ଆମେ ଯଦି 4ଟି ଗ୍ରୁପରେ ପରିଣତ କରିବା, ତେବେ ଆମେ ପ୍ରତ୍ୟେକ ଗ୍ରୁପର ଗୁଣଫଳରୁ କ'ଣ ପାଇବା? 4 ଗୁଣନ 4 ଗୁଣନ 4 ଗୁଣନ 4। ତାହେଲେ ଏବେ ଏହିପରି ଆମେ 4ଟି 4ର ଗୁଣଫଳ ପାଇଲେ। ଏହାକୁ ଘାତ ରାଶିରେ ପ୍ରକାଶ କଲେ ଆମେ କ'ଣ ପାଇବା? 4⁴। ତେବେ 256କୁ 4 ଘାତାଙ୍କ ବିଶିଷ୍ଟ ଘାତ ରାଶିରେ ପ୍ରକାଶ କଲେ ଆମେ ପାଉଛନ୍ତି 4⁴। ଏବେ ଆସ 1728କୁ 3 ଘାତାଙ୍କ ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା। 28ର ମୌଳିକ ଗୁଣନୀୟକ ଆସ ନିର୍ଣ୍ଣୟ କରିବା। ତେବେ ଏହି 1728ର ଏକକ ସ୍ଥାନରେ 8 ଥିବା ହେତୁ ଏହାକୁ ପ୍ରଥମେ 2 ଦ୍ୱାରା ଭାଗ କରିବା। ତେବେ 2 ଦ୍ୱାରା ଭାଗ କଲେ ଆମେ ପ୍ରଥମେ 17 ପାଇଁ 2 ଅଷ୍ଟା 16 ନେବା। 17ରୁ 16 ଗଲେ ଆଉ ରହିଲା 1, 1ରେ 2 12, ତେଣୁ 212, ଆଉ ତାପରେ ନେବା 2 ଚଉ 8। ସେହିପରି 864କୁ ପୁନର୍ବାର 2ରେ ଭାଗ କରିବା। ତାହେଲେ ଆମେ ପାଇବା 2 ଚଉ 8, 2 3 6, 2 2 4। ଏବେ ଆମେ ପାଇଲେ 432। ତାକୁ ମଧ୍ୟ ଆଉ ଥରେ 2 ଦ୍ୱାରା ଭାଗ କରିବା। 2 2 4, 3 ପାଇଁ 2 କେ ନେବା। 3ରୁ 2 ଗଲେ ଆଉ ରହିଲା 1, 1ରେ 2 12, ତେଣୁ 212। ଏବେ 216 ପାଇଲେ। 216କୁ ପୁନର୍ବାର ଆମେ 2ରେ ଭାଗ କଲେ 2 କେ 2, 1 ପାଇଁ 2 0 0 ନେବା ଏବଂ ତାପରେ ଆମର ରହିଲା 16। ତେବେ 2 ଅଷ୍ଟା 16। ଏବେ 108କୁ ପୁନର୍ବାର 2ରେ ଭାଗ କରିବା। 2 5 10, 2 ଚଉ 8। ଏବେ ଆମର 54କୁ ପୁଣି 2ରେ ଭାଗ କରିବା। ଆମେ 5 ପାଇଁ 2 3 4 ନେବା। 5ରୁ 4 ଗଲେ 1, 1ରେ 4 14, ତେବେ 2 7 14। ଏବେ ଆମେ 27କୁ ଆଉ 2ରେ ଭାଗ କରିପାରିବା ନାହିଁ, ତେବେ ଏହାକୁ 3ରେ ଭାଗ କରିବା। ତାହେଲେ 3 ନୂଆ 27 ଏବଂ ଆମେ ଶେଷରେ ଥିବା 9କୁ ପୁଣି ଥରେ 3ରେ ଭାଗ କଲେ 3 3 9। ଏବେ ଆମେ 1728ର ସମସ୍ତ ମୌଳିକ ଗୁଣନୀୟକ ନିର୍ଣ୍ଣୟ କରିଦେଲେ। ତେବେ 1728ର ମୌଳିକ ଗୁଣନୀୟକ ହେଲା ସମାନ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ 3 ଗୁଣନ 3 ଗୁଣନ 3। ତେବେ ଏହି ଗୁଣନୀୟକମାନଙ୍କୁ ଆମେ ଏକ ନିର୍ଦ୍ଦିଷ୍ଟ ରୂପରେ ସଜାଡ଼ିବା। ତେବେ ଦେଖ 2 ଗୁଣନ 2, 2ଟି 2 ନେଇ ତା ପାଖକୁ ଗୋଟିଏ 3 ଆଣିବା। ସେହିପରି ପୁନଶ୍ଚ 2 ଗୁଣନ 2 ଗୁଣନ 3। ସେହିପରି 2 ଗୁଣନ 2 ଗୁଣନ 3। ଆମେ ଏହିପରି 3ଟି ଗ୍ରୁପ୍ କଲେ। ଏ 3ଟି ଗ୍ରୁପ୍ର ପ୍ରତ୍ୟେକ ଗ୍ରୁପ୍ରୁ ଆମେ କ'ଣ ପାଇଲେ? 2 3 4 3 12। 12 ଗୁଣନ 12 ଗୁଣନ 12।
ଏହାକୁ ଘାତ ରାଶିରେ ପ୍ରକାଶ କଲେ ଆମେ କ'ଣ ଲେଖିବା 12^3 କାରଣ 12 3 ଥର ଗୁଣା ହେଇଛି। ତେବେ ଏବେ ଆମେ ପାଇଲେ ଯେ 1728 ସମାନ 12^3। ତାହେଲେ ଆମର କାମ ଥିଲା କ'ଣ 1728କୁ 3 ଘାତାଙ୍କ ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା। ତେବେ ଆମେ ଏହି କାର୍ଯ୍ୟରେ ସଫଳ ହେଲେ। ତେବେ 1728କୁ ଆମେ ଘାତ ରାଶିରେ ପ୍ରକାଶ କଲେ ଆମେ ଆଧାର ପାଇବା 12 ଆଉ ଘାତ ପାଇବା କେତେ 3 ଘାତ ହେଲା 3। ତେବେ ଆମର ଏଠାରେ କାମ ସମାପ୍ତି ଘଟିଲା। ପନ୍ଦରଶହକୁ ମୌଳିକ ଆଧାର ବିଶିଷ୍ଟ ଘାତ ରାଶି ଗୁଡ଼ିକର ଗୁଣଫଳ ରୂପେ ପ୍ରକାଶ କରିବା। ଏବେ ଆସ 1500ର ମୌଳିକ ଗୁଣନୀୟକ ନିର୍ଣ୍ଣୟ କରିବା। ତେବେ 1500ର ଏକ ଘରେ ତ ଶୂନ ଅଛି, ତେଣୁ ତାହା 2 ଦ୍ୱାରା ବିଭାଜ୍ୟ। ତେଣୁ 1500କୁ 2ରେ ଭାଗ କରିବା ପାଇଁ ପ୍ରଥମେ 15କୁ 2ରେ ଭାଗ କଲେ 2 ସତା 14, 15ରୁ 14 ଗଲେ ଆଉ ରହିଲା 1, 1ରେ 0 10, ତେବେ 2 ପଞ୍ଚା 10, 2 ଶୂନ 0। ଏବେ ପାଇଲେ 750। 750କୁ ମଧ୍ୟ ପୁନର୍ବାର 2 ଦ୍ୱାରା ଭାଗ କରିପାରିବା, କାରଣ ତାର ଏକ ଘରେ ଶୂନ ଅଛି। 750ର ବାମ ପାର୍ଶ୍ୱର ପ୍ରଥମ ଅଙ୍କ 7, 7କୁ 2ରେ ହରିଲେ 2 3 6 ପାଇବା ଏବଂ 7ରୁ 6 ଗଲେ 1, 1ରେ 5 15, ପୁନଶ୍ଚ 15 ପାଇଁ 2 ସତା 14, 15ରୁ 14 ଗଲେ ଆଉ ରହିଲା 1, 1ରେ 0 10, 2 ପଞ୍ଚା 10। ଏବେ ଆମେ ପାଇଲେ 375। 375ର ଏକ ଘରେ 5 ଥିବା ହେତୁ ତାକୁ ଆମେ ଏବେ 5 ଦ୍ୱାରା ଭାଗ କରିବା। ତେଣୁ 375ର ବାମ ପାର୍ଶ୍ୱର ପ୍ରଥମ ଦୁଇଟି ଅଙ୍କକୁ ନେଇ ଗଠିତ ସଂଖ୍ୟା ହେଲା 37। 37କୁ 5ରେ ହରିଲେ 5 ସତା 35, 37ରୁ 35 ଗଲେ ଆଉ ରହିବ 2, 2ରେ 5 25, 5 ପଞ୍ଚା 25। ଏବେ ଆମେ ପାଇଲେ 75। 75କି ପୁନର୍ବାର 5ରେ ଭାଗ କଲେ ଆମେ 75ର ବାମ ପାର୍ଶ୍ୱର ପ୍ରଥମ ଅଙ୍କ 7 ପାଇଁ 5 ଦ୍ୱାରା ହରିଲେ ଆମେ 5 5 ନେବା। 7ରୁ 5 ଗଲେ 2, 2ରେ 5 25, ତାପରେ 5 ପଞ୍ଚା 25। ଏବେ ପାଇଲେ 15। ଏବେ ପୁନଶ୍ଚ 15କୁ ଆଉ ଥରେ 5ରେ ଭାଗ କଲେ 5 3 15। ଏବେ ଆମେ 1500ର ମୌଳିକ ଗୁଣନୀୟକ ନିର୍ଣ୍ଣୟ କରିଦେଲେ। 1500ର ମୌଳିକ ଗୁଣନୀୟକ ଗୁଡ଼ିକ ହେଲେ 2 ଗୁଣନ 2 ଗୁଣନ 5 ଗୁଣନ 5 ଗୁଣନ 5 ଗୁଣନ 3। ତେବେ ଏହାକୁ ଆମେ ମୌଳିକ ଘାତ ରାଶିରେ ପ୍ରକାଶ କଲେ ଆମେ ଏଠାରେ ଦେଖୁଛନ୍ତି 2ଟି 2 ଅଛି, ତେବେ 2ର ଘାତ ହେଲା 2। ପୁନଶ୍ଚ 3ଟି 5 ଅଛି, ତେଣୁ 5ର ଘାତ ହେଲା 3। ତାପରେ ଗୋଟିଏ 3 ଅଛି, ତେଣୁ 3 ବା 3ର ଘାତ ହେଲା 1। ତେବେ 1500 ସମାନ 2ର 2 ଘାତ ଗୁଣନ 5ର 3 ଘାତ ଗୁଣନ 3।